2 दिन ପରେ कार्तिक बाबू ଯାଜପୁର ଜିଲ୍ଲାପାଳ ଭାବରେ ଜଏନ୍ କରିଥାନ୍ତେ। ହେଲେ ଜଏନ୍ କରିବା ଆଗରୁ ତାଙ୍କ କାନରେ ଏକ ଏମିତି କଥା ପଡ଼ିଲା, ଶୁଣିକି ତାଙ୍କର ରକ୍ତ ଗରମ ହୋଇଗଲା। ସେ ଦୃଢ଼ ନିଷ୍ପତ୍ତି ନେଲେ କି ଜଏନ୍ କରିବା ଆଗରୁ ଅଳିଆ ସଫା କରିକି ହିଁ ଅଫିସରେ ଜଏନ୍ କରିବେ। କାହାକୁ କିଛି ନ କହି 2 ଦିନ ପରେ ସେ ଯାଜପୁରରେ ପହଞ୍ଚିଗଲେ। ଗାଉଁଲି ବେଶରେ ଯାଜପୁର ଜିଲ୍ଲାପାଳ ଅଫିସ ପାଖରେ ପହଞ୍ଚିଲେ। ଜଣେ ଗରିବ ଅସହାୟ ଲୋକଙ୍କ ସହିତ ଦେଖା ହୋଇଗଲା। ଲାଞ୍ଚ ଦେଇ ନ ପାରିବାରୁ ତାଙ୍କୁ ବାରମ୍ବାର ଦୌଡ଼ାଉଥିଲେ ହେଡ୍ କ୍ଲର୍କ। ସେ ଗରିବ ଲୋକଙ୍କୁ ତାଙ୍କ ପରିଚୟ ଦେଲେ। କହିଲେ, ତମେ ଏଠାରେ ଅପେକ୍ଷା କର, ମୁଁ ଯାଇ ତମ କାମ କରିଦେଉଛି। ତାପରେ ସେ ନିଜ ସାର୍ଟ ବଟମରେ କ୍ୟାମେରା ଲଗେଇଲେ। ଗାଉଁଲି ବେଶରେ ହେଡ୍ କ୍ଲର୍କଙ୍କ ପାଖକୁ ଗଲେ। କହିଲେ, ସାର୍, ବେଣୁ ମଉସାଙ୍କ ଦେହ ଖରାପ, ତେଣୁ ସେ ମୋତେ ପଠାଇଛନ୍ତି। ଦେଖୁ ଦେଖୁ ହେଡ୍ କ୍ଲର୍କ କହିଲେ, ଆରେ ସେ ବୁଢ଼ାଟା କିଛି ବୁଝିପାରୁନି ବୋଧେ। ମୁଁ ଯାହା କହିଥିଲି ଆଣିଛୁ କି ନା? ନହେଲେ କାମ ଜମା ବି ହେବନି। ସେଠୁ ଜିଲ୍ଲାପାଳ ନିଜ ପକେଟରୁ 5,000 ଟଙ୍କା ବାହାର କରି ହେଡ୍ କ୍ଲର୍କକୁ ବଢ଼ାଇ ଦେଲେ। 5,000 ଟଙ୍କା ଦେଖି ଯେମିତି ହେଡ୍ କ୍ଲର୍କ ହାତ ବଢ଼ାଇଛନ୍ତି, ତାଙ୍କ ହାତକୁ ତୁରନ୍ତ ଧରି ପକେଇଲେ ଜିଲ୍ଲାପାଳ। ଆଉ ତାଙ୍କ ଟେବୁଲ ପାଖକୁ ଯାଇ ତାଙ୍କ ମୁଣ୍ଡକୁ ଏମିତି ଜୋରେ ମାଡ଼ି ଧରିଲେ ଯେ ହେଡ୍ କ୍ଲର୍କ ଖାଲି ଗଁ ଗଁ ହେବାକୁ ଲାଗିଲେ। ହେଡ୍ କ୍ଲର୍କଙ୍କ ଚିତ୍କାର ଶୁଣି ସେଠାରେ କର୍ମଚାରୀଙ୍କ ସମେତ ଲୋକ ବି ଜମା ହୋଇଗଲେ। ଏହାପରେ ସେ ବନ୍ଦ ରୁମ୍ ଭିତରେ ଜିଲ୍ଲାପାଳଙ୍କ ସହିତ ଯାହା ଘଟିଲା ଶୁଣିଲେ ଆପଣଙ୍କର ରକ୍ତ ଗରମ ହୋଇଯିବ। ତେବେ ବନ୍ଦ ରୁମ୍ ଭିତରେ କ'ଣ ଘଟିଲା? କ୍ଲର୍କଙ୍କୁ ପ୍ରମାଣ ସହିତ ଧରିବା ପରେ ଜିଲ୍ଲାପାଳ ଓ ହେଡ୍ କ୍ଲର୍କଙ୍କର କ'ଣ ହେଲା? କାହିଁକି ସେ ଘଟଣାକୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଛି। ଆଉ ସବୁଠୁ ବଡ଼ କଥା ହେଲା, କିଏ ସେ ସାହସୀ ଜିଲ୍ଲାପାଳ? ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ। ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଯେଉଁମାନେ କମେଣ୍ଟରେ ନିଜର ନାଁ ସହିତ ଜାଗା ନାଁ ଦେବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। ରାଜୀବଙ୍କର ମୁଣ୍ଡ ଟେବୁଲ ଉପରେ ଥିଲା, ଆଉ କାର୍ତ୍ତିକ ସାର୍ ରାଜୀବଙ୍କୁ ଚାପି ଧରିଥିଲେ। ରାଜୀବ ଗଁ ଗଁ ହେଉଥିଲେ ଆଉ ଚିତ୍କାର ଛାଡୁଥିଲେ। କହୁଥିଲେ, କିଏ ତମେ? ଛାଡ଼ ମତେ, ନହେଲେ ତମ ଅବସ୍ଥା ଖରାପ କରିଦେବି। ମୋ ଭାଇ ଏ ଅଞ୍ଚଳର ସବୁଠୁ ବଡ଼ ନେତା, ତମକୁ କେହି ବି ବଞ୍ଚେଇ ପାରିବେନି। ହେଲେ ଜିଲ୍ଲାପାଳ ପଦୁଟିଏ ବି କିଛି କହିଲେନି। କାରଣ ସେ ଜାଣିଥିଲେ ରାଜୀବ ଜଣେ କୁକୁର ସ୍ୱଭାବର ଲୋକ, ଖାଲି ଭୋକିବା ଛଡ଼ା ଆଉ କିଛି ଜଣା ନାହିଁ। ଆଉ ରାଜୀବଙ୍କ ପରି ତଳିଆ କର୍ମଚାରୀଙ୍କୁ କିଛି କହି ସେ ନିଜର ଇଜ୍ଜତ ସାରିବାକୁ ଚାହୁଁନଥିଲେ। ରାଜୀବଙ୍କ ଚିତ୍କାର ଶୁଣି ଅଫିସର ସବୁ କର୍ମଚାରୀ ସେ ରୁମକୁ ଦୌଡ଼ି ଆସିଲେ। ଆଉ ରାଜୀବଙ୍କୁ ଏମିତି ଅବସ୍ଥାରେ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ମନେ ମନେ ଠିକ୍ ହୋଇଛି ବୋଲି ଭାବୁଥିଲେ। ତେବେ ସେମାନେ ସାଙ୍ଗେ ସାଙ୍ଗେ ଛଡ଼େଇବାକୁ ଚେଷ୍ଟା କଲେ। ଜିଲ୍ଲାପାଳ ସଙ୍ଗେ ସଙ୍ଗେ ସେମାନଙ୍କୁ ବାରଣ କଲେ। କହିଲେ କି କେହି ବି ଛୁଇଁବାକୁ ଚେଷ୍ଟା କରିଛ, ଜେଲ୍ ଯିବ। ସମସ୍ତେ ବି ଡରିଗଲେ। ଭାବିଲେ ବୋଧେ ଭିଜିଲାନ୍ସ ଅଫିସର ସାଦା ପୋଷାକରେ ମାଡ଼ି ବସିଛନ୍ତି। ତେଣୁ ଆଗକୁ ଆସି ଛଡ଼େଇବା ପାଇଁ କେହି ବି ସାହସ କଲେନି। ଠିକ୍ ଏହି ସମୟରେ ଆସି ପହଞ୍ଚିଗଲେ ଭିଜିଲାନ୍ସ ଟିମ୍। ଆଉ ନିଜେ ଯାଜପୁର ଏସ୍ପି ବି ଆସି ପହଞ୍ଚିଗଲେ। ଭିଜିଲାନ୍ସ ଟିମ୍ ଯେତେବେଳେ ଜିଲ୍ଲାପାଳଙ୍କୁ ସ୍ୟାଲୁଟ୍ ମାରିଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେଠୁ ରାଜୀବଙ୍କୁ ଭିଜିଲାନ୍ସ ହାତରେ ଟେକିଦେଲେ ଜିଲ୍ଲାପାଳ। ଭିଜିଲାନ୍ସ ଟିମ୍ ରାଜୀବଙ୍କୁ ଧରି ପକେଇଲେ। ଜିଲ୍ଲାପାଳ ବି ନିଜ ପକେଟରେ ରଖିଥିବା ମୋବାଇଲ ଦେଖେଇଲେ। ବଟମ କ୍ୟାମେରାରେ ରେକର୍ଡିଂ ଭିଡିଓ ମୋବାଇଲରେ ଷ୍ଟୋର ହୋଇ ରହିଥିଲା। ଏହାରି ଭିତରେ ରାଜୀବଙ୍କର ଭାଇ ଦଳୀୟ କର୍ମୀକୁ ନେଇ ଜିଲ୍ଲାପାଳ ଅଫିସରେ ପହଞ୍ଚିଗଲେ। ଆଉ ଭୀଷଣ ଗର୍ଜନ କରି କହିଲେ କି, କିଏ ସେ ଲୋକ? ମୋ ଭାଇକୁ କିଏ ବାଡ଼େଇଛି? ଜିଲ୍ଲାପାଳ ଆଗରୁ ତାଙ୍କୁ ଚିହ୍ନିଥିଲେ। କାରଣ ଜଏନ୍ କରିବାର 2 ଦିନ ଆଗରୁ ସେ ସବୁ କଥା ବୁଝିକି ଆସିଥିଲେ। ତାଙ୍କ ଭାଇ ଆଙ୍ଗୁଠି ଦେଖାଇ ସମସ୍ତଙ୍କୁ ବେଜିତ୍ କରିବା ଆରମ୍ଭ କରିଦେଲେ। ୟୁନିଫର୍ମରେ ଥିବା ଏସ୍ପିଙ୍କୁ ବି ଛାଡ଼ିଲେନି। ଆଉ ସହିପାରିଲେନି ଜିଲ୍ଲାପାଳ। କହିଲେ, ତମ ଭାଇକୁ ମୁଁ ଧରାଇଛି, ଆଉ ସେ ଲାଞ୍ଚ ନେବା ଅବସ୍ଥାରେ ହିଁ ଧରା ପଡ଼ିଛନ୍ତି, ପ୍ରମାଣ ସହିତ। ନେତା ପଚାରିଲେ, କିଏ ତମେ ହୋ? ତମର ଏତେ ସାହସ ହେଲା କେମିତି ମୋ ଭାଇକୁ ଧରାଇବା ପାଇଁ? କିଏ ତମେ?
ସେଠୁ ଯେତେବେଳେ ଏସ୍ପି ସାର୍ ଆଗକୁ ଆସି କହିଲେ କି ସେ ହେଉଛନ୍ତି ଆମର ନୂଆ ଜିଲ୍ଲାପାଳ, ଯେମିତି ସେଠାରେ ଉପସ୍ଥିତ ଥିବା ସବୁ କର୍ମଚାରୀ ଓ ଲୋକ ଶୁଣୁଛନ୍ତି କି ଇଏ ହେଉଛନ୍ତି ନୂଆ ଜିଲ୍ଲାପାଳ, ସମସ୍ତଙ୍କର ହୋସ୍ ଉଡ଼ିଗଲା। ହେଲେ ନେତାଙ୍କର ପାଟି ଆହୁରି ବଢ଼ିଗଲା। ସେ ଚଢ଼ା ଗଳାରେ କହିଲେ କି ଜିଲ୍ଲାପାଳ ହେଲେ କ'ଣ ହେଲା, ସେ ମୋ ଭାଇ, ତାକୁ ତୁରନ୍ତ ଛାଡ଼, ନହେଲେ କେହି ବି ଏଠି ରହିବେନି, ସମସ୍ତଙ୍କୁ ମାଲକାନଗିରି ପଠାଇଦେବି। ନେତା ଜଣକ ଏତିକି କହିଛନ୍ତି କି ନା ଗାଲରେ ଲାଗ ଲାଗ 2ଟି ଶକ୍ତ ଚାପୁଡ଼ା ବସାଇଦେଲେ ଜିଲ୍ଲାପାଳ, ଆଉ କଲର ଟାଣି ନେଇ ଚେୟାରରେ ବସେଇଦେଲେ। କହିଲେ ଚୁପ୍ କରିକି ଏଠାରେ ବସ, ନହେଲେ ପୋଲିସ ଓ ଜିଲ୍ଲାପାଳଙ୍କ କାମରେ ବାଧା ଦେବା ଅଭିଯୋଗରେ ତମକୁ ଜେଲ୍ ପଠାଇଦେବି। ଆଉ କ'ଣ କହୁଥିଲ ତମେ? ତମ ଭାଇ ବୋଲି ସମସ୍ତଙ୍କୁ ମାଲକାନଗିରି ପଠାଇବ? ଏବେ ପଠାଅ, ମୁଁ ଦେଖୁଛି କେଉଁ ଅଫିସରଙ୍କ ଟ୍ରାନ୍ସଫର କରିପାରିବ ତମେ। ଚୁପଚାପ ଏଠି ବସ, ନହେଲେ ତମ ନେତାଗିରି ମୁଁ ବାହାର କରିଦେବି। କାର୍ତ୍ତିକ ସାର୍ ଥିଲେ ଯୁବକ ଜିଲ୍ଲାପାଳ। ତାଙ୍କୁ କାହାରି ଖାତିର ନଥିଲା, କାରଣ ତାଙ୍କ ଜୀବନରେ ସେ ବହୁତ କିଛି କଷ୍ଟ ସହିକି ବଢ଼ିଥିଲେ। କାର୍ତ୍ତିକ ସାର୍ଙ୍କର ଏ ରୂପ ଦେଖିକି ନେତା ଜଣକ ଚୁପ୍ ହୋଇ ବସିଲେ। ଅଧିକ କିଛି କହିଲେ ଇଜ୍ଜତ ଚାଲିଯିବାର ଭୟ ଥିଲା। ସବୁ କର୍ମଚାରୀ ଓ ଲୋକ ତଥା ନେତାଙ୍କ ଦଳୀୟ କର୍ମୀଙ୍କୁ ସେଠାରୁ ବାହାର କରାଗଲା। ଜିଲ୍ଲାପାଳ ସେ ନେତାଙ୍କୁ କହିଲେ କି ମୁଁ ବିନା ପ୍ରମାଣରେ କାହାକୁ ହାତ ଦେବାକୁ ଚେଷ୍ଟା କରିନି, ମୋ ପାଖରେ ସବୁ ପ୍ରମାଣ ରହିଛି। ସେଠୁ ପ୍ରମାଣ ଦେବା ପାଇଁ ବେଣୁ ମଉସାଙ୍କୁ ଡକାଇ ପଠାଗଲା। ବେଣୁ ମଉସା ଆସିବାରୁ ଜିଲ୍ଲାପାଳ ସବୁ କଥା ପଚାରିଲେ। ବେଣୁ ମଉସା କାନ୍ଦି ପକେଇଲେ, ହାତ ଯୋଡ଼ି କହିଲେ କି ବାବୁ, ପୁରା 1 ବର୍ଷ ହେଲାଣି ମୁଁ ଜିଲ୍ଲାପାଳ ଅଫିସ ଦୌଡ଼ିବାରେ ଲାଗିଛି, ଆଉ ଏଇ କ୍ଲର୍କ ବାବୁ ମୋ ଫାଇଲକୁ ଜିଲ୍ଲାପାଳଙ୍କ ପାଖକୁ ପଠାଉନାହାନ୍ତି। ମୋ ଫାଇଲରେ ଜିଲ୍ଲାପାଳ ସାର୍ଙ୍କର ଦସ୍ତଖତ ହୋଇଗଲେ ମୋ କାମ ହୋଇଯାଆନ୍ତା। ହେଲେ ମୋତେ 5,000 ଟଙ୍କା ଲାଞ୍ଚ ମାଗୁଥିଲେ କ୍ଲର୍କ ଜଣକ। ମୋର ବୟସ 80 ବର୍ଷ ହେଲାଣି, ମୋ ପାଦରେ ଆଉ ବଳ ବି ନାହିଁ। ମୋ ପାଖରେ ଏତେ ଟଙ୍କା ନାହିଁ ବୋଲି ବାରମ୍ବାର କହୁଛି, ହେଲେ ସେ ଶୁଣୁନାହାନ୍ତି। ଆଉ ବାରମ୍ବାର କହୁଛନ୍ତି କି କାଲି ଆସ, ଏଇ ତାରିଖରେ ଆସ। ଭଲ ହେଲା ଜିଲ୍ଲାପାଳ ସାର୍ ଆଜି ନିଜେ ମୋତେ ଦେଖା ହୋଇଗଲେ, ଆଉ କହିଲେ କି ତମେ ବାହାରେ ବସ, ମୁଁ ତମ କାମ କରିଦେଉଛି, କହିକି କାନ୍ଦି ପକେଇଲେ। ସେଠୁ କାର୍ତ୍ତିକ ସାର୍ କହିଲେ ଠିକ ଅଛି ମଉସା, ବ୍ୟସ୍ତ ହୁଅନି। ତାପରେ ଜିଲ୍ଲାପାଳ ନିଜେ ମୋବାଇଲ କାଢ଼ି ସେଥିରେ ରେକର୍ଡିଂ ହୋଇଥିବା ଭିଡିଓ ଦେଖାଇଲେ। ଭିଡିଓ ଦେଖି ନେତାଙ୍କର ବି ଅକଲ ଗୁଡୁମ ହୋଇଗଲା। ଏଥର ଜିଲ୍ଲାପାଳ ନେତାଙ୍କୁ ପଚାରିଲେ କି ସାର୍, ଏବେ କୁହନ୍ତୁ, ଆପଣଙ୍କ ଜିଲ୍ଲାର ଜିଲ୍ଲାପାଳ ଭୁଲ କରିଛନ୍ତି ନା ଠିକ କରିଛନ୍ତି? ଏଥର ଜିଲ୍ଲାପାଳଙ୍କୁ ମାଲକାନଗିରି ପଠେଇବେ ତ? ହେଲେ ନେତା ଚୁପ୍ ଥିଲେ। ପୁଣି ଜିଲ୍ଲାପାଳ କହିଲେ କି ସାର୍, ଆଜିଠାରୁ ମୁଁ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଉଛି, ତେଣୁ ଜିଲ୍ଲା ଭିତରେ ସବୁ ପ୍ରକାର ଦୁର୍ନୀତି ବନ୍ଦ କରିବି, ତେଣୁ ଆପଣ ନେତାମାନେ ସତର୍କ ହୋଇଯାଆନ୍ତୁ। ସବୁ ଅଫିସରୁ ପିସି କାରବାର ପୁରା ବନ୍ଦ କରିବି। କେହି ବି ନେତା କୌଣସି ଅଫିସରଙ୍କୁ ପିସି ମାଗିପାରିବେ ନାହିଁ, ଆଉ ଯିଏ ବି ଅଫିସର ନେତାଙ୍କୁ ପିସି ଦେଲା ତାଙ୍କ ଅବସ୍ଥା ଖରାପ କରିଦେବି। ଏତେ କଥା ଶୁଣିକି ବି ନେତା କିଛି କହିଲେନି, ଆଉ ଚୁପଚାପ ସେଠାରୁ ବାହାରିଗଲେ। ତାପରେ ଭିଜିଲାନ୍ସ ଟିମ୍କୁ ଜିଲ୍ଲାପାଳ କହିଲେ କି ଆପଣ ରାଜୀବକୁ ନେଇଯାଆନ୍ତୁ, ଆଉ ଏକ ଜୋରଦାର ମାମଲା ରୁଜୁ କରନ୍ତୁ। ସେଠୁ ଭିଜିଲାନ୍ସ ଟିମ୍ ରାଜୀବକୁ ନେଇ ପଳେଇଲେ, ଆଉ ସଙ୍ଗେ ସଙ୍ଗେ ରାଜୀବଙ୍କର ଘର ସମେତ ବହୁ ଜାଗାରେ ଚଢ଼ାଉ ଚାଲିଲା। ସମସ୍ତେ ଯିବା ପରେ ଜିଲ୍ଲାପାଳ ସାର୍ ଅଫିସର ଦାୟିତ୍ୱ ନେଲେ। ଏସ୍ପିଙ୍କୁ ବସିବାକୁ କହିଲେ, ଆଉ ଏସ୍ପିଙ୍କୁ ବି ତାଗିଦ କଲେ କି ଆପଣଙ୍କ ପୋଲିସ ବିଭାଗକୁ ସତର୍କ କରାଇ ଦିଅନ୍ତୁ, ଯେମିତି ସାଧାରଣ ଲୋକଙ୍କ ପାଇଁ କାମ କରିବେ। ଯଦି କୌଣସି ଦିନ ସାଧାରଣ ଲୋକ ପୋଲିସ ଦ୍ୱାରା ହଇରାଣ ହୁଅନ୍ତି ତାହେଲେ ଆପଣ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏସ୍ପି ଚାଲିଯିବା ପରେ ସେ ନିଜ ଅଫିସର ସବୁ କର୍ମଚାରୀଙ୍କୁ ଡକେଇଲେ, ଆଉ ଭଲରେ ବୁଝାଇ ଦେଲେ କି ଆଜିଠାରୁ ଲାଞ୍ଚ ବନ୍ଦ, ଦୁର୍ନୀତି ବି ବନ୍ଦ, ନହେଲେ କାହାରିକୁ ବି ମୁଁ ଛାଡ଼ିବିନି। ସମସ୍ତେ ଭୟରେ ଥରୁଥିଲେ। ସମସ୍ତେ କହିଲେ କି ସାର୍, ରାଜୀବ ବାବୁ ହେଡ୍ କ୍ଲର୍କ ହୋଇଥିବାରୁ ଆମକୁ ଡରାଇ ରଖିଥିଲେ। ରାଜୀବ ବାବୁ ପୁରା ଲାଞ୍ଚୁଆ ଆଉ କଠୋର ସ୍ୱଭାବର ଥିଲେ। ନେତାଙ୍କ ଭାଇ ହୋଇଥିବାରୁ ତାଙ୍କୁ ସମସ୍ତେ ଡରୁଥିଲେ, କାରଣ ତାଙ୍କୁ କେହି କିଛି କହୁଥିଲେ ସେ ତାଙ୍କ ପଛରେ ପଡ଼ିଯାଉଥିଲେ। ନେତାଙ୍କ ପାୱାର ଦେଖାଇ ତାଙ୍କୁ ହଇରାଣ କରୁଥିଲେ। କାହାର ଟ୍ରାନ୍ସଫର ହୋଇଯାଉଥିଲା ତ
କିଏ ଭୟରେ ଚୁପ୍ ରହୁଥିଲେ। ରାଜୀବ ବାବୁ ଆଗରୁ ଏଠାରେ ଥିବା ସବୁ ଜିଲ୍ଲାପାଳ ସାର୍ଙ୍କ ନାଁରେ ବି ଲାଞ୍ଚ ନେଉଥିଲେ। ଯିଏ ବି ଜିଲ୍ଲାପାଳ ରହୁଥିଲେ ତାଙ୍କ ନାଁ କହି ସେ ଲୋକଙ୍କ ଠାରୁ ଲାଞ୍ଚ ଆଦାୟ କରୁଥିଲେ। ଜିଲ୍ଲାପାଳଙ୍କର କାନକୁ ଏକଥା ଯାଉନଥିଲା, କାରଣ କାମ ହୋଇଗଲେ ଲୋକମାନେ ସେ କଥା ଭୁଲି ଯାଉଥିଲେ। ସେଠୁ ଜିଲ୍ଲାପାଳ କହିଲେ କି ଠିକ୍ ଅଛି, ଆଉ ସେମିତି କାମ ଏଠାରେ ହୋଇପାରିବନି, ଆପଣମାନେ ସତର୍କ ହୋଇଯାଆନ୍ତୁ। ପରଦିନ ବି ଜିଲ୍ଲାର ସବୁ ଅଫିସରଙ୍କୁ ଡକାଇ ଜିଲ୍ଲାପାଳ ସମ୍ମାନ କଥା କହିଦେଲେ, ଆଉ ଦୃଢ଼ ଭାବରେ ଚେତାଇ ଦେଲେ କି ଆଜିଠାରୁ ପିସି ବନ୍ଦ। ଯେଉଁ ନେତା ପିସି ମାଗୁଛନ୍ତି ତାଙ୍କ ଲିଷ୍ଟ ମୋତେ ଦିଅନ୍ତୁ, ମୁଁ ସେମାନଙ୍କ କଥା ବୁଝିବି। ଗୋଟିଏ ଦିନ ପରେ କାର୍ତ୍ତିକ ସାର୍ ନିଜ କାର୍ ପଠାଇ ବେଣୁ ମଉସାଙ୍କୁ ଡକେଇ ପଠେଇଲେ। ଜିଲ୍ଲାପାଳଙ୍କ କାର୍ରେ ବସି ସସନମାନେ ବେଣୁ ମଉସା ଜିଲ୍ଲାପାଳ ଅଫିସ ଆସିଲେ। ଜିଲ୍ଲାପାଳ ତାଙ୍କୁ ସସନମାନେ ବସିବାକୁ ଦେବା ସହିତ ଚା ପିଇବାକୁ ଦେଲେ, ଆଉ ପଚାରିଲେ କି କ'ଣ ହୋଇଛି ଏଥର କୁହ। ବେଣୁ ମଉସା କହିଲେ କି ସାର୍, ମୁଁ ଜଣେ ଅତି ଗରିବ ଲୋକ, ମୋର ଗୋଟିଏ ବୋଲି ପୁଅ ମୋ ବୁଢ଼ାପାର ଭରସା। ହେଲେ ଆଜିକୁ ଗୋଟିଏ ବର୍ଷ ହେଲା ସେ ବେମାର ପଡ଼ିଛି। ଡାକ୍ତର କହୁଛନ୍ତି କି ଅପରେସନ ହେଲେ ଭଲ ହୋଇଯିବ, ହେଲେ ବହୁତ ଟଙ୍କା ଦରକାର। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଟଙ୍କା ପାଇଁ ନିବେଦନ କରିଥିଲି, ହେଲେ ସେମାନେ କହିଲେ କି ଜିଲ୍ଲାପାଳ ଅଫିସରୁ ମଞ୍ଜୁରୀ ଆଣିଲେ ହୋଇଯିବ। ସେଥିପାଇଁ ମୁଁ ବାରମ୍ବାର ଆପଣଙ୍କର ଅଫିସ ଦୌଡ଼ୁଥିଲି। ଆଜିକାଲି କହିକି ସେ କ୍ଲର୍କ ବାବୁ ମୋତେ ଦୌଡ଼ାଉଥିଲେ। ବାବୁ, ମୋର ଘର ଖଣ୍ଡିଏ ବି ନାହିଁ, ଛିଣ୍ଡା ପଲିଥିନ୍ ଟାଣି ରହୁଛୁ। ପୁଅର ଯଦି କିଛି ହୋଇଯାଏ ତାହେଲେ ଆମେ ବୁଢ଼ା ବୁଢ଼ୀ ଜି ଥାଉ ଥାଉ ମରିଯିବୁ। ବେଣୁ ମଉସାଙ୍କୁ ସାନ୍ତ୍ୱନା ଦେଲେ ଜିଲ୍ଲାପାଳ, ଆଉ ତାଙ୍କରି ଆଗରେ ସେ ଫାଇଲ ମଗେଇ ପଠେଇଲେ। ଫାଇଲକୁ ତନ୍ନ ତନ୍ନ କରି ପଢ଼ିବା ପରେ ସେଠାରେ ହିଁ ଦସ୍ତଖତ କରିଦେଲେ, ଆଉ କହିଲେ କି ମଉସା, ଆଜି ହିଁ ଏଇ ଫାଇଲକୁ ମୁଁ ସରକାରଙ୍କ ପାଖକୁ ପଠାଇ ଦେଉଛି। ତମେ 2 ଦିନ ପରେ ସେମାନଙ୍କ ପାଖକୁ ଯିବ, ଆଉ ମୋ ନମ୍ବର ରଖିଥାଅ। ଯଦି କିଛି ସମସ୍ୟା ହୁଏ ସେଠାରେ ଥାଇ ମୋତେ ଫୋନ କରିବ। ଏଥିସହିତ ଜିଲ୍ଲାପାଳ ମହୋଦୟ ବେଣୁ ମଉସା ଗାଁ ବିଡିଓକୁ ନିଜେ ଫୋନ ଲଗାଇଲେ। କହିଲେ ଜଣେ ବୟସ୍କ ଲୋକ ଆପଣଙ୍କ ପାଖକୁ ଯିବେ, ଆପଣ ନିଜେ ଯାଞ୍ଚ କରି ତାଙ୍କୁ ଯେମିତି ଆବାସ ଯୋଜନାରେ ଘର ଯୋଗାଇ ଦିଅନ୍ତି। ସବୁ କରି ସାରିବା ପରେ ମୋତେ ଫୋନ କରି ଜଣାଇବେ କି ତାଙ୍କୁ ଘର ମିଳିଗଲା ବୋଲି, ଆଉ ଯଦି କିଛି ଭତ୍ତା ପାଇଁ ସେ ଯୋଗ୍ୟ ତାହେଲେ ବି କରାଇଦେବେ। ସେଠୁ ବେଣୁ ମଉସାଙ୍କୁ ତାଙ୍କ ଘରକୁ ପଠାଇଦେଲେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କିଏ ଥିଲେ ଏ ଦବଙ୍ଗ ଅଫିସର କାର୍ତ୍ତିକ ସାର୍? ତାଙ୍କ ଭିତରେ ଏତେ ସାହସ ଆସିଲା କେଉଁଠୁ? ତାଙ୍କ କାମ କରିବାର ଶୈଳୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାର୍ତ୍ତିକ ସାର୍ ଗୋଟିଏ ଗରିବ ପରିବାରରୁ ହିଁ ଆସିଥିଲେ। ପୁରା କଠିନ ପରିଶ୍ରମ କରି ସେ ଜିଲ୍ଲାପାଳ ହୋଇପାରିଥିଲେ। ଜଣେ ସ୍ୱଚ୍ଛ ଓ ଦୁର୍ନୀତି ବିରୁଦ୍ଧରେ କଠୋର ସ୍ୱଭାବର ଲୋକ ଥିଲେ। ଦୁର୍ନୀତି କି ଗରିବ ଲୋକଙ୍କ ପ୍ରତି ଅନ୍ୟାୟ ତାଙ୍କ ରକ୍ତରେ ଯାଉନଥିଲା। ସେ କାହାରିକୁ ଛାଡ଼ୁନଥିଲେ, ସେ ନେତା ମନ୍ତ୍ରୀ ହୁଅନ୍ତୁ କି ଅଫିସର। ତେଣୁ ତାଙ୍କର ବାରମ୍ବାର ବଦଳି ହେଉଥିଲା। ସେ ସବୁବେଳେ ସାଧାରଣ ଲୋକଙ୍କ ସହିତ ଥିଲେ। ସାଧାରଣ ଲୋକଙ୍କ ପାଇଁ ସେ ଭଗବାନ ସଦୃଶ ଥିଲେ। ଦୁଃଖୀ ଲୋକଙ୍କୁ ସେ ନିଜେ ସାହାଯ୍ୟ କରୁଥିଲେ। ଏହା ଭିତରେ ତାଙ୍କର ଯାଜପୁର ଜିଲ୍ଲାକୁ ବଦଳି ହେଲା। ତାଙ୍କର ଗୋଟିଏ ଅଭ୍ୟାସ ଥିଲା କି ସେ ଯେଉଁଠିକୁ ବଦଳି ହୋଇଯାଆନ୍ତି, ଜଏନ୍ କରିବା ଆଗରୁ ସେ ଅଫିସର ହାଲଚାଲ ବୁଝି ନିଅନ୍ତି, ଆଉ ସେହି ଅନୁସାରେ ସେ ଯିବା ଆଗରୁ ହିଁ ସଜାଡ଼ି ଦିଅନ୍ତି। ତେଣୁ ଯେତେବେଳେ ସେ ରାଜୀବଙ୍କ କଥା ଜାଣିଲେ ତାଙ୍କ ରକ୍ତ ଗରମ ହୋଇଗଲା। ସେ ରାଜୀବଙ୍କୁ ଠିକଣା ରାସ୍ତା ଧରାଇବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଗଲେ। ତେବେ ରାଜୀବଙ୍କୁ ଧରାଇବା ଏତେ ସହଜ ନଥିଲା, କାରଣ ସେ ନେତାଙ୍କର ଭାଇ ଥିଲେ, ଆଉ ବିନା ପ୍ରମାଣରେ ଏସବୁ କରିବା ଠିକ ନଥିଲା। ତେଣୁ କାର୍ତ୍ତିକ ବାବୁ ପୁରା ପ୍ଲାନ୍ କଲେ। 2 ଦିନ ପରେ ସେ ଯାଜପୁରରେ ଜଏନ୍ କରିବାର ଥିଲା। 2 ଦିନ ଆଗରୁ ସେ ଯାଜପୁର ବାହାରିଗଲେ। ହୋଟେଲ ନେଇ ସେ ରହିଲେ। ସେ ଗାଉଁଲି ବେଶରେ ଜିଲ୍ଲାପାଳ ଅଫିସ ଯାଇ ସବୁ ଦେଖାଦେଖି କଲେ, ସମସ୍ତଙ୍କ ସହିତ କଥା ହେଲେ, ଆଉ 2 ଦିନ ଭିତରେ ହିଁ ତାଙ୍କୁ ସବୁ ମାଲୁମ ହୋଇଗଲା। ସେଦିନ ଥିଲା ଜଏନ୍ କରିବାର ଦିନ। ପୁଣି ଗାଉଁଲି ବେଶରେ ନିଜକୁ ସଜେଇଲେ। ନିର୍ଦ୍ଧାରିତ ସମୟ ଆଗରୁ ସେ ଜିଲ୍ଲାପାଳ ଅଫିସରେ ପହଞ୍ଚିଲେ। ସେଠାରେ ତାଙ୍କର ବେଣୁ ମଉସାଙ୍କ ସହିତ ଦେଖା ହେଲା, ଆଉ ତାପରେ ଯାହା ହେଲା ଆପଣମାନେ ସବୁ ଶୁଣି ସାରିଛନ୍ତି। ତ କାର୍ତ୍ତିକ ସାର୍ଙ୍କ ପରି ସାହସୀ, କଠୋର ଆଉ ଦୁର୍ନୀତି ମୁକ୍ତ ଜିଲ୍ଲାପାଳ ଆପଣଙ୍କ ଜିଲ୍ଲାରେ ରହିବା କଥା କି ନା? ସବୁ ଅଫିସରେ ଗରିବ ଲୋକଙ୍କ ଠାରୁ ଯେଉଁ ଲାଞ୍ଚ ଦିଆନିଆ ଚାଲିଛି ସେଇଟା ବନ୍ଦ ହେବା କଥା କି ନା? କମେଣ୍ଟ ବକ୍ସରେ ନିଜର ମତ ସହିତ
ନା ଓ ଜାଗା ନା ଦେବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନ୍କୁ ବି ଅନ୍ କରିଦେବେ। ଆପଣଙ୍କ ମୋବାଇଲ ସ୍କ୍ରିନ୍ର ତଳ ଭାଗର ବାଁ ପଟେ କ୍ଲିକ୍ କଲେ ଭ୍ୟୁ ପ୍ରଡକ୍ଟ ବୋଲି ଲେଖା ଆସୁଥିବ। ମୁଁ ବଢ଼ିଆ ବଢ଼ିଆ ଜିନିଷର ଲିଷ୍ଟ ଦେଇଛି, ଆପଣ ଚାହିଁଲେ ଭଲ ରେଟ୍ରେ କିଣିପାରିବେ। ଆମ ଗତ ଭିଡ଼ିଓକୁ ପୁରା ଦେଖିବା ସହିତ ଲାଇକ୍ ସେୟାର କରିଥିବା ଭାଇ ଭଉଣୀମାନେ ହେଲେ ସୁନାକର ନାୟକ, ପ୍ରକାଶ ମହାପାତ୍ର, ରାଜେନ୍ଦ୍ର ମନ୍ଦିକା, ଚୈତନ୍ୟ ହାଂସଦା, ପରମେଶ୍ୱର ସାହୁ, କୈଳାସ ବଳବନ୍ତ ରାୟ, ନିମାଇ ଚରଣ, ଦୋଳଗୋବିନ୍ଦ ସାହୁ, ହସ୍ତୁରାମ ଗହିର, କିଶୋର ବେହେରା ଅନୁଗୁଳ, ନରେନ୍ଦ୍ର ମଲ୍ଲିକ, ଗୁରୁଗୋପାଳ ସାହୁ ବାହାବଳପୁର, ପ୍ରଫୁଲ୍ଲ କୁମାର ମୁଦୁଲି ଧାମନଗର, ସାବିତ୍ରୀ ନାୟକ, ରାଜେଶ ରଞ୍ଜନ ନାଗ କଳାହାଣ୍ଡି, ବୀରବର ମହାରଣା ମାକପଲ୍ଲୀ ନୟାଗଡ଼, ବିଚିତ୍ର କୁମାର ମଳିକ ଧର୍ମଶାଳା, ଶରତ କୁମାର ସାମଲ କଟକ, ବନମାଳୀ ସାହୁ କୋଲକାତା, ରବୀନ୍ଦ୍ର କୁମାର ମହାପାତ୍ର। ଏମିତି ଅନେକ ଭାଇ ଭଉଣୀ ଆମ ଭିଡ଼ିଓରେ କମେଣ୍ଟ କରିଛନ୍ତି ଯେଉଁମାନଙ୍କର ନାଁ ଘୋଷଣା କରିବା ସମ୍ଭବ ହେଉନି କାରଣ ଭିଡ଼ିଓ ବହୁତ ଲମ୍ବା ହୋଇଯିବ। କେବଳ ଯେଉଁମାନେ ନିଜର ନାଁ ସହିତ କମେଣ୍ଟ କରିଛନ୍ତି ସେମାନଙ୍କର ନାଁ ଘୋଷଣା କରିଛି। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା କରୁଛି ସବୁଦିନ ଏମିତି ଆମ ସହିତ ଯୋଡ଼ି ହୋଇ ରହିବେ। ଧନ୍ୟବାଦ।